ଘରେ ଥିଲି ସେ ଭାଇ ଜଣେ ଫୋନ କଲେ କି ଏମିତି ଝଗଡା ହେଇଛନ୍ତି ତ୍ରିନାଥ ପାଣିଗ୍ରାହୀ ଆଉ ତାଙ୍କ ପୁଅ 2 ଜଣ ସହିତ ମୋର ସାନ ଭାଇ ଜଗଦୀଶ ପାଣିଗ୍ରାହୀର ଝଗଡା ହେଇଛନ୍ତି ବୋଲି ଫୋନ କରି କହିଲେ। ତିନିଟା ତିନିଟା ରାତି ହେଲାଣି ମୁଁ ଏଠି ହସ୍ପିଟାଲ ଏମକେସିଜିରେ ପହଞ୍ଚିଲାରୁ ଏଇଟା ଆସିଲାରୁ ହସ୍ପିଟାଲରେ ଡାକ୍ତର ତାକୁ ମରିଯାଇଛି ବୋଲି ଘୋଷଣା କରିଦେଲେଣି। ମୁଁ ଦେଖିଲି ଭାଇର ବେକ ପାଖରେ 2ଟା ମାଡ ହେଇଛି, ଚାକୁ ମାଡ ହେଇଛି ବେକ ପାଖକୁ ଗୋଟେ, ପଛପଟେ ଗୋଟେ ମାଡ ହେଇଛି, ପେଟ ପାଖକୁ 2 ଜାଗାରେ ମାଡ ହେଇଛି। ତାକୁ ସେ ଭୋଗ ଖାଇବା ପାଇଁ କହିକି ଆସିଥିଲା ଘରେ କି ମୁଁ ଯାଉଛି ଭୋଗ ଖାଇବି ଆଉ ଭୋଗ ସାରିକି ରାତିକି ଆସିବି ବୋଲି। ସେ ଆଗରୁ ପଇତା ପକେଇବାର ମା ଯିବାର 2 ମାସ ହେଇଛି ପଇତା ପକେଇବାର ନାହିଁ, ସେ ପକେଇନି ପଇତା, ଭୋଗ ଖାଇବା ପାଇଁ କହିକି ଘରୁ ଆସିଥିଲା। ସେ ଭିତରେ କଣ ପାଟିତୁଣ୍ଡ ହେଇଛନ୍ତି ସେ ତ୍ରିନାଥ ପାଣିଗ୍ରାହୀ ଆଉ ତାଙ୍କ ପୁଅ ପ୍ରଦୀପ ପାଣିଗ୍ରାହୀ ଏ 2 ଜଣ ମୋ ଭାଇକି ମାରି ଦେଇଛନ୍ତି। ଆପଣଙ୍କ ଭାଇ ତମ ଗାଁରେ ରହୁଛନ୍ତି? ହଁ ହଁ। ସେ 2 ଜଣ ବି ତମ ଗାଁ? ନାଇଁ ବେଲଗାଁରେ ଏକା ଆମର ନିଜ ଘର ବେଲଗାଁ। ଏବେ କଣ ନ୍ୟାୟ ଚାହୁଁଛନ୍ତି? ମୁଁ ଚାହୁଁଛି ମତେ ନ୍ୟାୟ ମିଳୁ। ମୋ ଭାଇର ଦୋଷୀ କି ମୋ ଭାଇକି ଯିଏ ମାରିଛି ତାକୁ ଫାଶୀ ଦିଆଯାଉ। ମତେ ନ୍ୟାୟ ମିଳୁ। ମୁଁ ଏତିକି ଡିମାଣ୍ଡ ମୋର ରହିବ।